जय जीशु प्रभु जीशु कृष्ण मोर अति प्रिय भाई और भौणी माने समस्ते केमती अछंती भलरे रहंतु। आज सदा प्रभु आंभ मान को कहउचंदी मार्कस समाचार अध्याय 16 पद संख्या 15। जीशु सेमान को आदेश दे कहिले तुम्भे माने समग्र जगत को जाई सकल सृष्टि निकटरे सुसमाचार घोषणा कर। यस मोर भाई और भौणी माने आज सदा प्रभु आपण मान को मते कहंदी कहवाट से आंभ मान को गोटे आदेश दौचंदी। बाकी में शुणिलु जीशु से मान को आदेश दे कहले एटा कौन सी एडवाइस रेकमेंडेशन एटा किसी उपदेश बा सुपार्श ताटारु आदेश इट्स ए कमांड। कमांड आदेश माने मोर समय हेले मोर अन्य सब किसी काम दाम सरले पूरा पूरी परिवेश सेमतिकार गोटे भल गोटे परिवेश अच्छे मोर अन्य कौन से काम दाम किसी नाही हेले तुम्हें जाइए एटा कले भल होता सेमती प्रभु हमको कही ना जीशु से मानकु प्रेरित मानकु तांगर शिष्य मानकु आंभ मानकु आज कहउचंदी तुम्भ माने समग्र जगत को जाई सकल सृष्टि निकटरे मोर सुसमाचार प्रचार करो। प्रथम यह गोटे आदेश ता माने परिशेष अंतिम विचार समय जहाँ मार्कस समाचार अध्याय 25 में देखुछु मु भूखरे थी तुम्हें खाइबा देलो कि मु तृषार थी तुम मैंने मत पीवा देलो कि सेमती गोटे पर गोटे प्रश्न आसला बेले किए जाने मु भावुची आ गोटे प्रश्न थी वाक्यर अभाव मु थी तुम्भे माने मते वाक्य देलो कि बोली मध्य प्रभु प्रश्न पचारे ता अनुसार हेबो आमर विचार। वर्तमान मनुष्य पाई यह केमती संभव प्रभुंगर सुसमाचार प्रचार करिबा पाई मनुष्य तो दुर्बल बलहीन पापी मनुष्य आम द्वारा ताहा हेबो कि हेबो निज बलरे हेबो नाही। तेणु जीशु आंभ मान को जड़े सहायक को साहाय्यकारी को हेल्पर को प्रभु प्रतिश्रुति आंभ मान के निकट को से पठाइबे बोली से आंभ मान को प्रतिश्रुति दे अछंती। प्रेरित 1:4 सेमान के सहित भोजन करितिबा समय रे जीशु सेमान को आदेश दे कहिले जेरूसलेम छाड़ी जाओ नाही किंतु मोर पितांकर प्रतिश्रुति प्राप्त हेबा पाई अपेक्षा करी रहो पवित्र आत्मांग अपेक्षा रे रहो बोलिया का सदा प्रभु कहउचंदी। काईकि जीशु भल जानिचंदी तांग प्रेरित मानंगर बा मनुष्य मानंगर अवस्था हेले पवित्र आत्मांगठारे पूर्ण हेले सबु हेबो। तेणुक जीशु स्पष्ट भाव से मान को कहले जेरूसलेम छाड़ी जाओ नाही। आहरी वाक्य 8 प्रेरित 1:8 किंतु जेतबेले पवित्र आत्मा तुम्भ मान उपरे अवतरण करिवे सेतबेले तुम्भ माने शक्ति लाभ करी जेतबेले पवित्र आत्मा
तुम्भମାନଙ୍କ ଉପରେ ଅବଧାରଣ କରିବେ ସେତେବେଳେ ତୁମେ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବା ପାଇଁ ଶକ୍ତି ଗ୍ରହଣ କରିବ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ସମାନ ବିଷୟ ଲୁକ୍ ସମାଚାର ଅଧ୍ୟାୟ 24 ପଦ ସଂଖ୍ୟା 49 ପ୍ରଭୁ କହନ୍ତି, ଆଉ ଦେଖ ମୋର ପିତା ଯାହା ପ୍ରତିଜ୍ଞା କରୁଅଛନ୍ତି ତାହା ମୁଁ ତୁମ୍ଭମାନଙ୍କ ନିକଟକୁ ପଠାଉଛି, ପବିତ୍ର ଆତ୍ମାଙ୍କୁ ମୁଁ ପଠାଉଛି। କିନ୍ତୁ ଊର୍ଦ୍ଧ୍ୱରୁ ତୁମ୍ଭେମାନେ ଶକ୍ତି ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଏହି ନଗରରେ ରହିଥାଅ। ଊର୍ଦ୍ଧ୍ୱରୁ ଶକ୍ତି ପ୍ରାପ୍ତ ହେବା ପବିତ୍ର ଆତ୍ମାଙ୍କର ବରଦାନ ଫଳରେ ପୂର୍ଣ୍ଣ ହେବା ଦରକାର ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବା ପାଇଁ। ପ୍ରଭୁଙ୍କଠାରେ ଊର୍ଦ୍ଧ୍ୱରୁ ଶକ୍ତି ପ୍ରାପ୍ତ ହେଇଗଲେ ଆଉ ଆମକୁ ଚୁପଚାପ ରହିପାରିବା ନାହିଁ। ନିଶ୍ଚୟ ପ୍ରଭୁଙ୍କ ବାକ୍ୟ ଧରିକି ଆମେ ବାହାରିବୁ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ହେଲେ ଯୀଶୁଙ୍କର ଆଦେଶ ତୁମାନେ ସମଗ୍ର ଜଗତକୁ ଯାଇ ସକଳ ସୃଷ୍ଟି ନିକଟରେ ମୋର ସୁସମାଚାର ପ୍ରଚାର କରିବ। କିଏ ଆମକୁ ଶକ୍ତି ଦେବେ? ପବିତ୍ର ଆତ୍ମା। ପ୍ରାର୍ଥନା କରିବା ଦରକାର, ହେ ପବିତ୍ର ଆତ୍ମା ଆମ ଅନ୍ତରରେ ଆସ, ବାସ କର। ତାପରେ ସେ ପବିତ୍ର ଆତ୍ମାଙ୍କୁ ଆମେ ଗ୍ରହଣ କଲା ପରେ ତାର ଗୋଟିଏ ପ୍ରୋସେସ୍ ଅଛି, ପ୍ରଣାଳୀ ଅଛି। ମାନେ ସମଗ୍ର ଜଗତକୁ ଯା ହେଲେ କୋଉଠି ଆରମ୍ଭ ହେବାର ଅଛି। ପ୍ରେରିତ 1:8 ପୁଣି ଥରେ ଆମେ ଟିକେ ଶୁଣିବା। କିନ୍ତୁ ଯେତେବେଳେ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତରଣ କରିବେ ସେତେବେଳେ ତୁମମାନେ ଶକ୍ତି ଲାଭ କରି ସମଗ୍ର ଜେରୁସାଲେମରେ, ସମଗ୍ର ଜିହୁଦା ଓ ସମରିୟାରେ ପୁଣି ପୃଥିବୀର ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ମୋର ସାକ୍ଷୀ ହେବ। ବାକ୍ୟ ପ୍ରଚାର କରିବାଟା ପ୍ରଥମ ଜେରୁସାଲେମରେ, ଘର ଭିତରେ, ପରିବାର ଭିତରେ, ତାପରେ ସମଗ୍ର ଜିହୁଦା ସେଇ ରାଜ୍ୟ, ସେଇ ଦେଶ, ଆଉ ସାମରିଆ ଅଣ ଇହୁଦୀ ଦେଶ ଗୁଡ଼ିକରେ, ପୁଣି ପୃଥିବୀର ଶେଷ ପ୍ରାନ୍ତ ପର୍ଯ୍ୟନ୍ତ। ମାନେ ପ୍ରଥମ ନିଜ ପରିବାରରେ, ତାପରେ ନିଜ ପ୍ୟାରିସରେ, ତାପରେ ନିଜ ଡାଇସିସରେ, ତାପରେ ବାହାରିବାର ଅଛି। ବା ନିଜଟାରୁ ଆମେ ଆରମ୍ଭ କରିବା ଦରକାର। ବାକ୍ୟ ପ୍ରଚାର କରିବାର ଗୋଟିଏ ପ୍ରଣାଳୀ ଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ବର୍ତ୍ତମାନ କାହିଁକି ଆମେ ବାକ୍ୟ ପ୍ରଚାର କରିବୁ? କାହିଁକି ଆମେ ଯୀଶୁଙ୍କର ପରିଚୟ ଆମେ ଦେବୁ? କେବଳ ଲୋକମାନଙ୍କୁ ଟିକେ ଖାଇବା ପାଇଁ, ପିଇବାକୁ, ପିନ୍ଧିବାକୁ, ବାସଗୃହ, ପାଠପଢ଼ା, ଚାକିରି ଇତ୍ୟାଦି ଦେଲେ ହେବ ନାହିଁ କି? ହେବ ଯେ ବାକ୍ୟ କ'ଣ କହନ୍ତି? ମାର୍କ ସମାଚାର ଅଧ୍ୟାୟ 16 ପଦ ସଂଖ୍ୟା 16। ଯେ ବିଶ୍ୱାସ କରି ଦୀକ୍ଷା ସ୍ନାନ ଗ୍ରହଣ କରିବ ସେ ପରିତ୍ରାଣ ପାଇବ। ୟେସ୍ ମୋର ଭାଇ ଭଉଣୀମାନେ, ସବୁଦିନ ଆମେ ଏ ପୃଥିବୀରେ ଆମେ ରହିବାକୁ ଯାଉନ। ଆଜି ନହେଲେ କାଲି ଉପରକୁ ଯିବା ପାଇଁ, ଉପରକୁ ନା ତଳକୁ ଟିକେଟ୍ ମିଳିବ। ଆଜି ନହେଲେ କାଲି, କାଲି 24 ଘଣ୍ଟା ଭିତରେ, ସପ୍ତାହ ଭିତରେ, ମାସେ, 5 ବର୍ଷ, 10, 25, 50 ନା ଆଉ ଟିକେ ସମୟ ଦରକାର, ହଉ ନିଅନ୍ତୁ ଆଉ 50, କିନ୍ତୁ ଆମକୁ ଟିକେଟ୍ ମିଳିବ, ବିଦାୟର ଟିକେଟ୍। ହେଲେ ଯେ ବିଶ୍ୱାସ କରି ଦୀକ୍ଷା ସ୍ନାନ ଗ୍ରହଣ କରିବ ସେ ପରିତ୍ରାଣ ପାଇବ। ଯେ ପ୍ରଭୁଙ୍କଠାରେ ବିଶ୍ୱାସ କରି ଦୀକ୍ଷା ସ୍ନାନ ଗ୍ରହଣ କରିବେ ସେମାନେ ଅନନ୍ତ ଜୀବନ ପ୍ରାପ୍ତ ଗ୍ରହଣ କରିବେ। ଅନ୍ୟମାନେ କିନ୍ତୁ ଯେ ବିଶ୍ୱାସ କରିବ ନାହିଁ ସେ ଦଣ୍ଡିତ ହେବ। ତେଣୁ ସବୁଦିନ ସ୍ୱର୍ଗରେ ଯୀଶୁଙ୍କର, ପିତା ଈଶ୍ୱରଙ୍କର, ଆତ୍ମା ଈଶ୍ୱରଙ୍କର ସ୍ତୁତି ବନ୍ଦନା ପ୍ରଶଂସା କରି ରହିବା ପାଇଁ ଆମ୍ଭେମାନେ ପ୍ରଭୁଙ୍କଠାରେ ବିଶ୍ୱାସ କରିବା ଦରକାର। ଆଉ ସେ ବିଶ୍ୱାସ ପାଇଁ ନିଶ୍ଚୟ ପ୍ରଭୁଙ୍କର ବାକ୍ୟ ଶୁଣିବା ଦରକାର। ବାକ୍ୟ ଶୁଣିବା ପାଇଁ କିଏ ପ୍ରଚାର କରିବା ଦରକାର। ତେଣୁ ଯୀଶୁ ଆମ୍ଭମାନଙ୍କୁ ଆଦେଶ ଦେଲେ ମାର୍କ 16:15 ତୁମ୍ଭମାନେ ସମଗ୍ର ଜଗତକୁ ଯାଇ ସକଳ ସୃଷ୍ଟି ନିକଟରେ
ସୁସମାଚାର ଘୋଷଣା କର। ଆଉ ଯେଉଁମାନେ ବାକ୍ୟ 17 ଯେଉଁମାନେ ବିଶ୍ୱାସ କରିବେ ସେମାନଙ୍କଠାରେ ହିଁ ନିଦର୍ଶନମାନ ଦେଖାଯିବ। ସେମାନେ ମୋ ନାମରେ ଭୂତ ବିତାଡ଼ନ କରିବେ। ଯେଉଁମାନେ ସତରେ ଯୀଶୁଙ୍କଠାରେ ବିଶ୍ୱାସ କରିଛନ୍ତି ସେମାନେ ନିଶ୍ଚୟ ଭୂତ ଗୁଡ଼ିକୁ ସେମାନେ ବିତାଡ଼ନ କରିବେ। ନୂତନ ଭାଷାରେ କଥା କହିବେ। ନୂତନ ଭାଷା ପ୍ରେମର ଭାଷା ଅନ୍ୟ ସମସ୍ତେ ବୁଝିବେ। ମାନେ ଯେଉଁମାନେ ବିଶ୍ୱାସମାନ ଅଛନ୍ତି ସେମାନଙ୍କ ଭିତରେ ଗଣ୍ଡଗୋଳ ଅଶାନ୍ତି ହେବ ନାହିଁ, କାହିଁକି ସେମାନେ ସମସ୍ତଙ୍କର ଭାଷା ହେଉଛି ପ୍ରେମର ଭାଷା। ଆଉ ସେମାନେ ସାପକୁ ଧରିଲେ କିମ୍ବା ବିନାଶକାରୀ ବିଷାକ୍ତ ଦ୍ରବ୍ୟ ପାନ କଲେ ସୁଦ୍ଧା ସେମାନଙ୍କର କୌଣସି କ୍ଷତି ହେବ ନାହିଁ। ମାନେ ରୋଗାଣୁ ଥିବ, ଏ ଅସୁବିଧା ହେବ, ସେଗୁଡ଼ିକ କିନ୍ତୁ ପ୍ରଭୁ ହିଁ ସେମାନଙ୍କର ପ୍ରୋଟେକ୍ସନ୍ ସୁରକ୍ଷା। ଆହୁରି ସେମାନେ ରୋଗୀମାନଙ୍କ ଉପରେ ହସ୍ତ ବିସ୍ତାର କରି ସେମାନଙ୍କୁ ସୁସ୍ଥ କରିବେ। ପ୍ରେଜ୍ ଦ ଲର୍ଡ। ତେଣୁ ଆଜିର ଏହି ଦିନରେ ସଦାପ୍ରଭୁ ଆମ୍ଭମାନଙ୍କୁ ଦେଇଥିବା ଏହି ଆଦେଶ ଅନୁସାରେ ପ୍ରଭୁଙ୍କର ବାକ୍ୟ ସମସ୍ତଙ୍କ ନିକଟରେ ପ୍ରଚାର କରିବା ପାଇଁ ସେ ସୁଯୋଗ ସେ ସୁବିଧା ପାଇଁ ଆମେ ପ୍ରାର୍ଥନା କରିବା। ଆମେନ୍। ପ୍ରଭୁ ଆପଣମାନଙ୍କ ସଂଖ୍ୟା ରହନ୍ତୁ। ସର୍ବଶକ୍ତିମାନ ପରମେଶ୍ୱର ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଜୟ ଯୀଶୁ।